ଦେଖିଲେ ଘଣ୍ଟାରେ କେତେଟା ବାଜିଛି। ମୁଁ ଆସି ଘରେ ପହଞ୍ଚିଲା ବେଳକୁ 10ଟା ବାଜିବାକୁ 15-20 ମିନିଟ୍ ଥିଲା। ଭାବିଲି ଆଜି ବି ଆଉ ମୁଁ ଭିଡ଼ିଓ କରିପାରିବିନି। ସେଦିନ କରିପାରିଲିନି। ଏଦିନ ଥିଲା ମଙ୍ଗଳବାରର କଥା। ଶୀଘ୍ର ଟିକେ ଶୋଇଲେ ଭୋରୁ ଉଠିଲେ ପୁଣି କାର୍ତ୍ତିକ ପୂର୍ଣ୍ଣମୀ ଡଙ୍ଗା ଛଡ଼ା କାମ ତ ହେବ। ଏହା ଭାବି ଭାବି ଘରକୁ ଫେରିଥିଲି। ସେଦିନ ବି ମୁଁ ଗୋଟେ କାମରେ ଭୁବନେଶ୍ୱର ଯାଇଥିଲି। ଆଉ ଭୁବନେଶ୍ୱର ଗଲାବେଳକୁ ଏଇ ଝିଅଙ୍କ ସାଙ୍ଗରେ ମୋର ଦେଖା ହେଲା। ସେ ମୋତେ ଦେଖି ଯେତିକି ଖୁସି ହେଲେ ମୁଁ ତାଙ୍କୁ ଦେଖି ବି ସେତିକି ଖୁସି ହେଲି। ସେ ଆହୁରି ଗୋଟେ ପିଲାଳିଆ କଥା କହିଲେ, ଦେଖିଲେ ମା, ଆଜି ମୋର ଆପଣଙ୍କ ସାଙ୍ଗେ ଦେଖା ହେବାର ଥିଲା ତ, ଆପଣଙ୍କ ଶାଢ଼ୀ ରଙ୍ଗ ଆଉ ମୋ ଶାଢ଼ୀ ରଙ୍ଗ ମିଶିଲା। ମୋତେ ଭାରି ଖୁସି ଲାଗିଲା। ସତରେ କେତେ ପିଲାଳିଆ କଥାଟେ ସେ କହିଲେ। ଆମେ ଦିହେଁ କିଛି ସମୟ ଅନ୍ତରଙ୍ଗ କଥାବାର୍ତ୍ତା ହେଇ ମୁଁ ପୁଣି ମୋ କାମରେ ଚାଲି ଆସିଲି। ଆଉ ଭାବୁଥିଲି ଶୀଘ୍ର କେମିତି ଘରେ ପହଞ୍ଚିବି, ଟିକେ ଭିଡ଼ିଓ କରିବି। ହେଲେ 10ଟା ରାତିରେ ଆଉ ଭିଡ଼ିଓ କରିବି କେତେବେଳେ, ପୁଣି ଆପଣମାନଙ୍କ ପାଖକୁ ପହଞ୍ଚେଇବି କେତେବେଳେ। ତେଣୁ ସେଦିନ ରାତିରେ ଚୁପଚାପ ଶୋଇପଡ଼ିଲି। ଭାବିଲି ଆସନ୍ତାକାଲି ତ ଅଛି କାର୍ତ୍ତିକ ପୂର୍ଣ୍ଣମୀ। ଦେଖୁନାହାନ୍ତି ମନ୍ଦିର ସବୁ କେମିତି ସୁନ୍ଦର ସଜା ହେଇଛି। ଏଇଟା ଆମ ଗାଁ ନାରାୟଣ ମନ୍ଦିର। ସବୁଆଡ଼େ ଲାଇଟ୍ରେ ଏମିତି ମନ୍ଦିର ସବୁ ସଜା ହେଇଥିଲା। ଆଉ ମୁଁ ପରଦିନ ସକାଳକୁ ଅପେକ୍ଷା କରିଥିଲି। ସକାଳୁ ଉଠି ମୁଁ ମୋର କାମ କଲି। ଛୁଆଯାକ କହିଲେ, ବୋଉ ତୁ କୁଆଡ଼େ ଡଙ୍ଗା ଭସେଇବାକୁ ଯାଇଥିଲୁ? ମୁଁ କହିଲି ଚାଲ ତୁମକୁ ସାଙ୍ଗରେ ନେଇ ଦେଖେଇ ଆଣିବି। ସେମାନଙ୍କୁ ଗାଁ ପୋଖରୀକୁ ନେଇ ଡଙ୍ଗା ଦେଖେଇଦେଲି। ଆଉ କାର୍ତ୍ତିକ ପୂର୍ଣ୍ଣମୀ ବିଷୟରେ ଯେତିକି ସେମାନେ ବୁଝିପାରିବେ ସେଇ ଅନୁସାରେ କିଛି କହିଲି। କୁନି ସେଠି ଡଙ୍ଗା ଆଣିବାକୁ ଜିଦ୍ଦି କରୁଥିଲା। ଆଉ ପାଣିରେ କେମିତି କାଚୁରୁ କାଚୁରୁ ହେଉଥିଲା ଦେଖୁନାହାନ୍ତି। ତାଙ୍କୁ ସବୁ ଅଡ଼େଇ ତଡ଼େଇ ଆଣି ମୁଁ ବସି ତରଣ ଖାଇବାରେ ଲାଗିଗଲି। ଏଇ ଯାଉକୁ କିଏ ତରଣ କହନ୍ତି ଆଉ କିଏ ଅଟକାଳି। ଆପଣମାନଙ୍କ ଆଡ଼େ କ'ଣ କୁହନ୍ତି ମୋତେ କହିବେ ତ। କିନ୍ତୁ କାର୍ତ୍ତିକ ପୂର୍ଣ୍ଣମୀ ରାତିରେ ଏଇ ଯାଉ ହୁଏ। ଏଟାକୁ ବଡ଼ ଓଷା ଯାଉ ବି କହନ୍ତି। ମୁଁ ନିଜେ ବଡ଼ ଓଷା ନ କଲେ ବି ସେଇ ଯାଉ ବନାଏ। ଆଉ ଘରେ ଆମେ ସମସ୍ତେ ଖୁସିରେ ଖାଉ। ପ୍ରାୟ ସମସ୍ତେ ଏଇ ଯାଉକୁ ଭଲ ପାଆନ୍ତି। ଗତକାଲି ରାତି 10ଟାରେ ଯାଉ ବନାଉଥିଲି। ଗୋଟେ କଥା ମନେ ପଡ଼ିଥିଲା। ପୁଅକୁ କହିଥିଲି, ବାପାରେ ମୋର ଗୋଟେ କାମ ଅଛି, ମୋତେ ଟିକେ ଭୁବନେଶ୍ୱର ନେଇଯିବୁ? ସେ ହଁ କଲା। ତା ସାଙ୍ଗେ ମୁଁ ଭୁବନେଶ୍ୱର ଯାଇ ଫେରିଲା ବେଳକୁ ଦେଖିଲି ଏପର୍ଯ୍ୟନ୍ତ ବିନ୍ଦୁସାଗର କୂଳରେ ଗହଳି ଚହଳି ଲାଗି ରହିଛି। ଡଙ୍ଗା ବି ବିକ୍ରି ଚାଲିଛି। ମୁଁ ଭାବିଥିଲି ଏ କାମଟା ପାହାନ୍ତିଆରୁ ସରିଯାଇଥିବ। ମୁଁ 84 ମସିହାରୁ ଏଇ ଭୁବନେଶ୍ୱର ନିକଟବର୍ତ୍ତୀରେ ବୋହୂ ହେଇ ରହିଥିଲେ ବି କେବେ ହେଲେ ବିନ୍ଦୁସାଗରକୁ ଡଙ୍ଗା ଭସେଇ ଯାଇନି କି କାର୍ତ୍ତିକ ପୂର୍ଣ୍ଣମୀରେ ବିନ୍ଦୁସାଗରକୁ ଦେଖିନି। କ'ଣ ମନ ହେଲା, ପୁଅକୁ କହିଲି ଟିକେ ବିନ୍ଦୁସାଗର ଆଡ଼େ ଯିବାରେ। ଗଲାବେଳକୁ ଏତେବେଳେ ବି ଡଙ୍ଗା ଭସେଇବାକୁ ମୋତେ ସୁଯୋଗ ମିଳିବ ମୁଁ ଭାବିନଥିଲି। ମୁଁ କଦଳୀ ପଟୁକାର ଗୋଟେ ଡଙ୍ଗାଟେ କିଣି ଭାରି ଖୁସିରେ ଭସେଇବାକୁ ଗଲି। ଭସେଇଲି ବି। ସମସ୍ତଙ୍କର ମଙ୍ଗଳ କାମନା କରି ଜୀବନରେ ପ୍ରଥମ ଥର ପାଇଁ ବିନ୍ଦୁସାଗରରେ ଡଙ୍ଗାଟେ ଭସେଇଲି। ସେଠିକି ବି ଲିଙ୍ଗରାଜ ମନ୍ଦିର ଦେଖାଯାଉଥିଲା। ଡଙ୍ଗା ଭସେଇଲା ବେଳେ ମୋତେ ସେ ଦୃଶ୍ୟ ଭାରି ଅପୂର୍ବ ଲାଗୁଥିଲା। ହେଇଠି ଦେଖୁନାହାନ୍ତି ଦୂରରେ ଲିଙ୍ଗରାଜ ମନ୍ଦିର। ମୁଁ ସବୁ ଦେବଦେବଙ୍କୁ ପ୍ରାର୍ଥନା କରି ଖୁସି ମନରେ ଡଙ୍ଗା ଭସେଇଲି। ଡଙ୍ଗା ଭସେଇ ସାରିଲା ବେଳକୁ ଦେଖିଲି ପିଲାଗୁଡ଼ାକ ଡଙ୍ଗା ଫୋପାଡ଼ି ଦେଉଛନ୍ତି। ଆଉ ସେଠି କରୁଛନ୍ତି କ'ଣ? ମୁଁ କହିଲି, ଆରେ ପିଲା, ମୋତେ ଗୋଟେ ଭଲ ଡଙ୍ଗା ଦେଉନ। କାହିଁକିନା ମୋର ସକାଳ କଥା ମନେ ପଡ଼ିଗଲା। ଆମ କୁନି ଡଙ୍ଗାଟେ ଆଣିବ ବୋଲି ଭାରି ଇଚ୍ଛା କରୁଥିଲା। ମୁଁ 2ଟି କାରଣରୁ ଗୋଟେ ଡଙ୍ଗା ଆଣିବାକୁ ଚାହିଁଲି। ସୋଲର ଡଙ୍ଗାଟିଏ ଆଣିଲେ ସେଇ ତା'ର ମାପଚୁପ ଦେଖି ଆର ବର୍ଷକୁ ମୁଁ ନିଜେ ବି ପିଲାଙ୍କ ପାଇଁ ଡଙ୍ଗାଟେ ବନେଇ ଦେଇପାରିବି। ଆଉ କୁନିକି ନେଇ ଡଙ୍ଗାଟି ଦେଖେଇ ଦେଲେ ସେ ଭାରି ଖୁସି ହେଇଯିବ। କାହିଁକିନା ସକାଳେ ମୁଁ ତାକୁ ଧମକା ଚମକା କରି ପୋଖରୀ କୂଳରୁ ନେଇ ଆସିଥିଲି। କିଏ ସେଠି ମୋତେ ଡଙ୍ଗା କାଢ଼ି ଦେଇଥାନ୍ତା। ଏଠି ତ ପିଲାମାନେ ଡଙ୍ଗା କାଢ଼ୁଥିଲେ। ମୁଁ କହିଲି, ଆରେ ବାପା, ତୁମେ ତ ଡଙ୍ଗା ଫୋପାଡ଼ି ଦେଉଛ, କ'ଣ ଖୋଜୁଛ? ଏପଟୁ ମୋତେ ମୋ ପୁଅ କହିଲା, ତୁ କ'ଣ ଜାଣିପାରୁନୁ? ସେମାନେ ଡଙ୍ଗାରେ ଥିବା ପଇସା ଖୋଜୁଛନ୍ତି। ଦେଖୁନୁ ହାତରେ ଚୁମ୍ବକ ଧରିଛନ୍ତି। ମୁଁ ତାଙ୍କୁ ଡଙ୍ଗା ମାଗିବାକୁ ଟିକେ ସଙ୍କୋଚ କରିଥିଲି। ମୁଁ ଦେଖିଲି ଆଙ୍କର ଡଙ୍ଗାରେ ମତଲବ ନାହିଁ। ତେଣୁ ମୁଁ କହିଲି, ବାପା, ମୋତେ ଗୋଟେ ଡଙ୍ଗା ଦେଉନ। ସେ ଭାରି ଖୁସିରେ ମୋତେ ଗୋଟେ ସୋଲ ଡଙ୍ଗା ଧରେଇ ଦେଲେ। ଆଉ ମୁଁ ସେ ଡଙ୍ଗାଟିକୁ ଧରି ଭାରି ଖୁସିରେ ଆସି ପୁଅକୁ କହିଲି, ବାପା, ମୋର ଗୋଟେ ଏ ଡଙ୍ଗାରେ ଫଟୋଟେ ଉଠାଇଦେଲୁ। କିଏ ଜଣେ ମୋତେ କହିଥିଲେ ଆପଣଙ୍କ ହାତରେ ସୋଲ ଡଙ୍ଗା। କାହିଁ, ମୁଁ କ'ଣ ସୋଲ ଡଙ୍ଗା ଧରିବିନି ବୋଲି କେବେ କହିଥିଲି କି? ଡଙ୍ଗାଟା ଏତେ ସୁନ୍ଦର ହେଇଥିଲା, ସେଥିପାଇଁ ମୁଁ ତାକୁ ଛୁଆଙ୍କ ପାଇଁ ନେଇ ଆସିଥିଲି। ସେ ଡଙ୍ଗାଟି ଧରି ଆମେ ଆସିଲୁ। ଡଙ୍ଗାକୁ ଧରିଲା ବେଳକୁ ମୋତେ ଭାରି ଅସୁବିଧା ହେଉଥିଲା। ତଥାପି ତାକୁ ଫୋପାଡ଼ିବାର ଇଚ୍ଛା ମୋର ଆଦୌ ନଥିଲା। ଦେଖୁନାହାନ୍ତି କେମିତି ଡଙ୍ଗାମୟ ହେଇଛି ବିନ୍ଦୁସାଗର। କଦଳୀ ପଟୁକା ଗୁଡ଼ାକ ଅବଶ୍ୟ ସଢ଼ି ପଚିଯିବ, ହେଲେ ଏଗୁଡ଼ାକ ସଫା କରିବାକୁ ପଡ଼ିବ। ଯାହା ବି ହେଉ, ମୁଁ ପୁଅ ସାଙ୍ଗେ ଡଙ୍ଗା ଫଟୋ ଉଠେଇ ବିନ୍ଦୁସାଗର କୂଳେ କୂଳେ
ଅନନ୍ତ ବାସୁଦେବ ମନ୍ଦିର ଦେଇ ଆଇଲା ବେଳକୁ ଦେଖିଲି ଲୋକମାନେ ସବୁ ଭୋଗ ନେଇ ଯାଉଛନ୍ତି। ଏତେ ଶୀଘ୍ର ଭୋଗ ବାହାରିଲାଣି। ମୋ ପୁଅକୁ ଟିକେ ସଙ୍କୋଚରେ କହିଲି, ବାପାରେ କ'ଣ ଭୋଗ ବାହାରିଲାଣି, କାଳେ ମିଳୁଥିବ ଟିକେ ନେଇଯିବା। ସେ କହିଲା, ନାଇଁ ବୋଉ, ବହୁତ ଭିଡ଼ ହେଇଥିବ, ଦେଖିବା। ମୁଁ କହିଲି, ହଉ ଚାଲେ, ଚେଷ୍ଟାଟେ କରିବା, ଯୋଗ ଥିଲେ ନେବା। ହେଲେ ମୁଁ ବ୍ୟାଗ୍ ବି ଆଣିନି, କିଛି ବି ଆଣିନି। ଚାଲେ ଯିବା। ମା ପୁଅ ଭିତରକୁ ଯାଇ ଦେଖିଲୁ ସେଇଠି ଟାଙ୍କି ପାଖରେ ଗୋଟେ ଦୋକାନରେ ବ୍ୟାଗ୍ ବି ବିକ୍ରି ହେଉଛି। ଆମ ମନ ଖୁସି ହେଇଗଲା। ଆମେ ଅନନ୍ତ ବାସୁଦେବ ମନ୍ଦିରରୁ ଭୋଗ ଆଣିଲୁ। ହେଲେ ଭୋଗର ଆଜି କିଛି ଧାଡ଼ିନାଡ଼ି ନଥିଲା। ଯାହା ମିଳିଲା ତାହା ଆଣ। କେବଳ ଅନ୍ନ ଆଉ ଡାଲି ହିଁ ଅଧିକ ମିଳୁଥିଲା। ତା ସାଙ୍ଗେ ଆଉ ଅଳ୍ପ କ'ଣ ଟିକେ ମିଶାମିଶି କରି ମୁଁ ଧରିକି ଚାଲି ଆସିଲି। ମୋ ମନ କିନ୍ତୁ ଭାରି ଖୁସି ଲାଗୁଥିଲା। ଓହୋ, ଏଇ କାର୍ତ୍ତିକ ପୂର୍ଣ୍ଣମୀଟା କ'ଣ ମୋ ପାଇଁ ସବୁଠୁ ଭଲ ଥିଲା ନା କ'ଣ? ଏତେ ବର୍ଷ ଭିତରେ ମୁଁ ନା କେବେ ବିନ୍ଦୁସାଗରକୁ ଯାଇଛି, ନା କେବେ ମହାପ୍ରସାଦ ପାଇଛି। ପୁରୀ ଯିବା କଥା ତ କେବେ ବି ଆମେ ଚିନ୍ତା କରୁନା ଭିଡ଼ ଗହଳିରେ। କେବଳ ମୋର ଜଣେ ଖୁଡ଼ି ଶାଶୁ ଥିଲାବେଳେ ମୁଁ କାର୍ତ୍ତିକ ମାସରେ ପୁରୀ ଯାଉଥିଲି। ଏବେ ଆଉ ଯାଇପାରୁନି। ସେତେବେଳକୁ ମୋ ଅବସ୍ଥା 12 ବାଜିଲାଣି। ପ୍ରାୟ 1.5 ଘଣ୍ଟା ପରିଶ୍ରମ ପରେ ଆମେ ଟିକିଏ ଭୋଗ ପାଇଲୁ। ଏଣେ ସେ ଡଙ୍ଗା ଟିକେ ଧରିଛି, ଫୋପାଡ଼ିବି କେମିତି? ହେଲମେଟ୍ ପିନ୍ଧିନଥିଲି। ମୋତେ ପୁଅ ଚିଡ଼ିଲା, କହିଲା, ବୋଉ ହେଲମେଟ୍ଟା ପିନ୍ଧି ଦେଉନୁ। ମୁଁ କହିଲି, ଆରେ ବାପା, ଭୋଗକୁ ସମ୍ଭାଳିବି ନା ଡଙ୍ଗାକୁ ସମ୍ଭାଳିବି ନା ହେଲମେଟ୍ ପିନ୍ଧିବି? ଏତେବେଳକୁ ଲିଙ୍ଗରାଜ ମନ୍ଦିରର ସୁନ୍ଦର ଦୃଶ୍ୟ ଦେଇକି ଆମେ ଆଗକୁ ମାଡ଼ି ଚାଲିଲୁ। ମୁଁ ପ୍ରଣାମ କରୁଥିଲି, ପ୍ରଭୁ ହେ, ତମ ଭୁବନେଶ୍ୱରରେ ବୋହୂ ହେଇକି ମୁଁ ଆସି ବୁଢ଼ୀ ହେଲିଣି। ମୋ ସ୍ୱାମୀଙ୍କ ସାଙ୍ଗେ ଥରେ ହେଲେ ମୁଁ ତମକୁ ଦର୍ଶନ କରିନି ଯେ, ଟିକେ ଡୋରି ଲଗେଇ ଦିଅ, କେମିତି ମୁଁ ତମକୁ ଟିକେ ଆସି ଦର୍ଶନ କରିବି। ଏତିକି ପ୍ରାର୍ଥନା କରି ଘରକୁ ଆସିଲୁ। ସତ କହୁଛି, ମୋ ମନଟା ବହୁତ ଖୁସି ଲାଗୁଥିଲା। କାହିଁକି କହିଲେ, କିଛି ଭାବିନଥିଲି। ମୁଁ ତ ଗୋଟେ ଅଲଗା କାମରେ ଭୁବନେଶ୍ୱର ଯାଇଥିଲି, ହେଲେ ଡଙ୍ଗା ଭସେଇ ମୋ ପ୍ରସାଦ ଧରି ଚାଲି ଆସିଲି। ଆଉ ବେଳକାଳ କିଏ ଦେଖୁଛି? ବସିକି ଖାଇଲୁ। କାଲିଠୁ ତ ମାଳି ମୋ ସାଙ୍ଗରେ ଆସିଯାଇଥିଲା, ଗୁଟୁ ବି ଥିଲା, ସୁଲୁ ତ ତାଙ୍କ ଘରକୁ ଯାଇଛି। ଆମେ ସମସ୍ତେ ମିଳିମିଶି ଭୋଗ ଖାଇଦେଲୁ। ଆଉ ଟିକିଏ ଗଡ଼ି ପଡ଼ିଲୁ। ଉଠିଲା ପରେ ପୁଣି ମନେ ପଡ଼ିଲା ଆଜି ମାଳିର ଟ୍ୟୁସନ୍ ଅଛି। ତାକୁ 6ଟା ସୁଦ୍ଧା ନେଇ ତାଙ୍କ ଘରେ ଛାଡ଼ିବାକୁ ପଡ଼ିବ। ତାକୁ ଛାଡ଼ିବାକୁ ବାହାରିଲାରୁ ମୁଁ ଲିପିକି କହିଲି, ମାଲୋ, ଆଜି କେତେ କିଏ ଦିଅଁ ଦେବତା କରୁଛନ୍ତି, ଚାଲେ ଯିବା। ଆମେ ବି ଯେଉଁଠି ଯାହା ପାରିବା ଟିକେ ଦିଅଁ ଦର୍ଶନ କରିବା। କେଉଁଠି ଆଉ କ'ଣ କରିବି? ଯାଇକି ଆମେ ମାଳିକି ଛାଡ଼ିଦେଲୁ। ଆଉ ଛାଡ଼ି ଦେଇକି ସମସ୍ତେ ବାହାରିଲୁ ଟ୍ୟାଲେଣ୍ଟ ରିସୋର୍ସ ଷ୍ଟେସନ୍। ସେଇଠି ପୁରା ଦେଖୁନାହାନ୍ତି ସନ୍ଧ୍ୟା 6ଟା। ଗୁଲୁରି ପାଖରେ ମାଳିକି ଓହ୍ଲେଇ ଦେଲି। ମୁଁ କିନ୍ତୁ ଭାବିଥିଲି ଓଲଟି ଗୁଲୁରିକି ସାଙ୍ଗରେ ଡାକି ନେବି, କିନ୍ତୁ ମୁଁ ଭାବିନଥିଲି ଯେ କାର୍ତ୍ତିକ ପୂର୍ଣ୍ଣମୀରେ ବି ମାଳିର ଟ୍ୟୁସନ୍ ଥିବ। ତା'ର ଟ୍ୟୁସନ୍ ଥିବାରୁ ତାକୁ ସେଠୁ ଛାଡ଼ିଦେଲି। ଆଉ ଏଇସବୁ ଭିତରେ ଭିଡ଼ିଓ କରିବି କେତେବେଳେ ଭାରି ମନ ଦୁଃଖ ହେଉଥିଲା। କେଡ଼େ ସୁନ୍ଦର ସୁନ୍ଦର ଭିଡ଼ିଓ ସବୁ ଆଣିଛି, ହେଲେ ସେ ଭିଡ଼ିଓ କରିବା ପାଇଁ ଟିକେ ଧୀର ସ୍ଥିର ଭାବରେ ନ କଲେ ସେ ଭିଡ଼ିଓର ମୂଲ୍ୟବୋଧ ରହିବନି। ଆଉ ଏସବୁ ତ ନିତିଦିନ କଥା। ସେଠି ଯାଇ ମୁଁ ଜଗନ୍ନାଥଙ୍କୁ ଦର୍ଶନ କଲି। ଇଏ କିନ୍ତୁ ପ୍ରକୃତରେ ଉତ୍ତରକାଶୀର ଜଗନ୍ନାଥ। ମୁଁ ଯେତେବେଳେ ଟ୍ୟାଲେଣ୍ଟ ରିସୋର୍ସ ସେଣ୍ଟରର ଜଗନ୍ନାଥଙ୍କୁ ଦର୍ଶନ କଲି ନା, ଆମ ଉତ୍ତରକାଶୀ ଆଶ୍ରମର ଜଗନ୍ନାଥ ମୋ ଆଖି ଆଗରେ ଭାସି ଆସିଲେ। ତେଣୁ ତାଙ୍କରି ବିଗ୍ରହ ହିଁ ମୁଁ ଆପଣମାନଙ୍କୁ ଦେଖେଇଲି। ଆଉ ମନେ ମନେ ଭାବୁଥିଲି ଉତ୍ତରକାଶୀର କି ସୁନ୍ଦର ଭିଡ଼ିଓ ସବୁ ମୁଁ କରି ଆଣିଛି। ହେଲେ ନିତିଦିନିଆ କଥାକୁ ଯେମିତି ସହଜ ଭାବରେ କହିଦେଉଛି, ସେସବୁ ସେମିତି କହିଲେ ତା'ର ମୂଲ୍ୟବୋଧ ରହିବ ନାହିଁ। ସେଇଥିପାଇଁ ଆଜି ପର୍ଯ୍ୟନ୍ତ ମୁଁ ସେ ଭିଡ଼ିଓ ଆପଣମାନଙ୍କୁ ଦେଖାଉନାହିଁ। କାଲି ଫେରିଲା ବେଳକୁ ବି ସମୟ ପାଖାପାଖି 8ଟା ହେଇଯାଇଥିଲା। ଶାଶୁ ବୋହୂ ମିଶି ତରତରରେ ଟିକେ ଭଜାଭଜି ଆଉ କ୍ଷୀରି ପୁରୀ କଲୁ ରାତି ଖାଇବା ପାଇଁ। ଶୋଇଲା ବେଳକୁ ଏତେ ଅଳସୁଆ ବାଧା ଲାଗିଲା ଯେ ଆଉ ଭିଡ଼ିଓ କରିବାକୁ ଇଚ୍ଛା ହେଲାନି। ଭାବିଲି ଆଜି ଭିଡ଼ିଓ କରିବି। ଆଜି ପ୍ରଥମ ପାଳି ଗୁରୁବାର, ନାଗି ସିନା ଦିଆ ହେବନି, ଘର ଦ୍ୱାର ଧୁଆ ପୋଛା, ଗାଧୁଆ ପାଧୁଆ, ପୂଜା ଉଜା ସବୁ ତ ହେବ। ସେସବୁ କରୁ କରୁ 9ଟା ବାଜିଗଲା। ପୁଣି ମୋର ସବୁ ଗୁରୁବାରରେ ମାଳ ଗୁନ୍ଥା ଥାଏ। ଆଉ ଏ ଗୁରୁବାରରେ କ'ଣ ମୁଁ ଗୁନ୍ଥି ନଥାନ୍ତି? ଆଜି ବି ମୁଁ ମାଳ ଗୁନ୍ଥିଲି। ଭାବିଥିଲି ମାଳ ଗୁନ୍ଥି ସାରି ଭଲ ଭିଡ଼ିଓଟିଏ କରି ଆପଣମାନଙ୍କୁ ଦେଖେଇବି, କିନ୍ତୁ ତା ବି ଆଜି ସମ୍ଭବ ହେଲା ନାହିଁ। କାହିଁକି ନା ଆଜି ପୁଣି ଫୋନ୍ ଆସିଲା, ମୋତେ ଯିବାକୁ ହେବ କଟକ। ମୁଁ ପୁରା ଭୁଲି ଯାଇଥିଲି ଏଇ ଏପଟ ସେପଟ ଧାଁ ଦୌଡ଼ରେ। ମୋର ଟିକେ ବି ମନେ ନାହିଁ ମୋ ଦାନ୍ତ କାମ ପାଇଁ ଯିବାକୁ ପଡ଼ିବ। ତେଣୁ ଘୋଡ଼ାରେ ଲଗାମ ଦେଇକି ଗଲା ପରି ଆମେ ଚଞ୍ଚଳ ବାହାରୁଛୁ କଟକ ଯିବାକୁ। ମୁଁ ଭାବିଲି ଭିଡ଼ିଓଟେ ନ କଲେ ମୋତେ ନିଜକୁ ହିଁ ଭଲ ଲାଗିବନି। ଅନ୍ତତଃ ମୋର ଖବର ଗୁଡ଼ାକ ଟିକେ ଆପଣମାନଙ୍କୁ ପଠାଇ ଦେଉଛି। ସେଥିପାଇଁ ଯାହା ଯେତିକି ମନେ ପଡ଼ିଲା
आगुड़ बागुड़ जहाँ वीडियो थिला सबू एकाठी करी तरबरे आपको मो कथा जनईदेली मु भलरे फेरी आसिले आउ जहाँ कथा हवा।